गुड मॉर्निंग एवरीवन। ଏହି ଭିଡ଼ିଓରେ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନର ସପ୍ତମ ଅଧ୍ୟାୟ ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ ବିଷୟଟିକୁ ପଢ଼ିବା। ଆମେ ପୂର୍ବ ଅଧ୍ୟାୟରେ ପଢ଼ିଛୁ ଲେନ୍ସ ଦ୍ୱାରା ଆଲୋକର ପ୍ରତିସରଣ କିପରି ହୁଏ, ଆଉ ଲେନ୍ସ ବସ୍ତୁର ଦୂରତା ଅନୁସାରେ ସୃଷ୍ଟି ହେଉଥିବା ପ୍ରତିବିମ୍ବର ପ୍ରକୃତି, ଅବସ୍ଥାନ ଓ ଆପେକ୍ଷିକ ଆକାର କିପରି ବଦଳିଥାଏ। ଆଉ ଏବେ ଆମେ ଜାଣିବା ମାନବ ଚକ୍ଷୁ ବିଷୟଟିକୁ ପଢ଼ିବା ପାଇଁ ଏହା ଆମକୁ କିପରି ଭାବରେ ସାହାଯ୍ୟ କରୁଛି। ଆଲୋକ ସାହାଯ୍ୟରେ ଆମେ ଆମ ଚକ୍ଷୁ ଦ୍ୱାରା ଦେଖିପାରୁଛୁ। ଆମ ଚକ୍ଷୁ ମଧ୍ୟରେ ଗୋଟିଏ ଲେନ୍ସ ଥାଏ। ଏହି ବିଷୟରେ ଆମେ ପଢ଼ିବା ଏହି ଲେନ୍ସର କାର୍ଯ୍ୟ କ'ଣ। ଦୃଷ୍ଟି ଦୋଷ ହେଲେ ଚଷମାରେ ଉପଯୁକ୍ତ ମାପର ଲେନ୍ସ ବ୍ୟବହାର କରି କିପରି ଏହା ଦୂର କରାଯାଇଥାଏ। ପୂର୍ବ ଅଧ୍ୟାୟରେ ଆହୁରି ମଧ୍ୟ ଆମେ ଆଲୋକ ଓ ଏହାର ଧର୍ମ ବିଷୟରେ ଜାଣିଛୁ। ଏହି ଅଧ୍ୟାୟରେ ଆମେ ଏସବୁ ଧାରଣାକୁ ପ୍ରୟୋଗ କରି ପ୍ରକୃତିର କେତେକ ଆଲୋକୀୟ ଘଟଣାକୁ ବୁଝିବା। ଆହୁରି ମଧ୍ୟ ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ, ଧଳାବର୍ଣ୍ଣ କେଉଁ କେଉଁ ବର୍ଣ୍ଣ ନେଇ ଗଠିତ ହୋଇଥାଏ, ଆଉ ଆକାଶ କାହିଁକି ନୀଳ ଦେଖାଯାଏ, ସେ ମଧ୍ୟ ଏହି ଅଧ୍ୟାୟରେ ଆମେ ପଢ଼ିବା। ଚାଲ ଏବେ ମାନବ ଚକ୍ଷୁ ବିଷୟରେ ପଢ଼ିବା। ଆମର ଚକ୍ଷୁ ହେଉଛି ଏକ ଅମୂଲ୍ୟ ସମ୍ପଦ। ଏହି ଚକ୍ଷୁ ଯୋଗୁଁ ଆମ ଚତୁଃପାର୍ଶ୍ୱରେ ଥିବା ଜୀବଜଗତକୁ ଦେଖିବାରେ ଆମେ ସମର୍ଥ ହୋଇଥାଉ। ଆମେ ଆମ ଆଖିକୁ ବନ୍ଦ କରି ବସ୍ତୁର ଗନ୍ଧ, ସ୍ୱାଦ ବା ସେଥିରୁ ବାହାରୁଥିବା ଧ୍ୱନିକୁ କିମ୍ବା ତାକୁ ସ୍ପର୍ଶ କରି ତା ବିଷୟରେ କିଛି ଧାରଣା ପାଇପାରିବା, କିନ୍ତୁ ଆଖିକୁ ବନ୍ଦ କରି ତାହାର ବର୍ଣ୍ଣ ବିଷୟରେ କିଛି ଆମେ ଜାଣିପାରିବା ନାହିଁ। ତେଣୁ ଆମର ସମସ୍ତ ଜ୍ଞାନେନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ହେଲା ଶ୍ରେଷ୍ଠ। ଆଉ ଏଇ ଚକ୍ଷୁ ଆମକୁ ଏଇ ସୁନ୍ଦର ରଙ୍ଗୀନ ଜଗତ ଦେଖିବାରେ ସାହାଯ୍ୟ କରିଥାଏ। ଆମ ଚକ୍ଷୁ ଗୋଟିଏ କ୍ୟାମେରା ସଦୃଶ, ଆଉ ଏଥିରେ ଥିବା ଲେନ୍ସ ଦ୍ୱାରା ବସ୍ତୁର ପ୍ରତିବିମ୍ବ ଆମ ମୁକୁରିକା ଉପରେ ସୃଷ୍ଟି ହୋଇଥାଏ। ଏଠାରେ ଆଲୋକ ଏକ ପତଳା ସ୍ପର୍ଶ ଝିଲି ମଧ୍ୟ ଦେଇ ଆଖିକୁ ପ୍ରବେଶ କରିଥାଏ। ସେ ପତଳା ସ୍ପର୍ଶ ଝିଲିକୁ ସ୍ୱଚ୍ଛ ପଟଳ ବା କର୍ନିଆ ବୋଲି କୁହାଯାଏ। ଏହି ଚିତ୍ରରେ ଦେଖ, ସ୍ୱଚ୍ଛ ପଟଳଟି ଚକ୍ଷୁ ଗୋଲକର ଆଗ ଭାଗକୁ ଅଳ୍ପ ବାହାରି ଆସିଛି ଭଳି ଦେଖାଯାଉଛି, ଆଉ ଏହାର ବ୍ୟାସ ପ୍ରାୟ 2.3 ସେଣ୍ଟିମିଟର। ଚାଲ ଏବେ ଚକ୍ଷୁର କାର୍ଯ୍ୟପ୍ରଣାଳୀ ବିଷୟରେ ଜାଣିବା। ଆମେ କୌଣସି ବସ୍ତୁକୁ ଦେଖିବା ସମୟରେ ସେହି ବସ୍ତୁରୁ ଆସୁଥିବା ଆଲୋକ ଆମ ଚକ୍ଷୁରେ ପ୍ରବେଶ କରିଥାଏ। ଆଲୋକ ପ୍ରଥମେ ଚକ୍ଷୁର ସାମ୍ନାରେ ଥିବା ସ୍ୱଚ୍ଛ ପଟଳ ଦେଇ ଚକ୍ଷୁ ଭିତରକୁ ପ୍ରବେଶ କରିଥାଏ। ତାପରେ ସ୍ୱଚ୍ଛ ପଟଳ ଆଲୋକର ପ୍ରତିସରଣ କରାଏ। ଏହାପରେ ଆଲୋକ ଚକ୍ଷୁ ଭିତରକୁ ପ୍ରବେଶ କରି ଚକ୍ଷୁର ଲେନ୍ସରେ ଯାଇ ପହଞ୍ଚିଥାଏ। ଏହି ଲେନ୍ସ ଆଲୋକକୁ ଆହୁରି ପ୍ରତିସରଣ କରି ରେଟିନା ବା ମୁକୁରିକା ଉପରେ ଫୋକସ୍ କରିଥାଏ। ଆଉ ସ୍ୱଚ୍ଛ ପଟଳର ପଛପଟେ ଏକ କଳା ମାଂସଳ ବସ୍ତୁ ଥାଏ। ଏହି କଳା ମାଂସଳ ବସ୍ତୁକୁ କନିନିକା ବା ଇରିସ୍ କୁହାଯାଏ। ଆଉ ଏହି କନିନିକା ନେତୃପିତୁଳା ବା ପ୍ୟୁପିଲର ଆକାରକୁ ନିୟନ୍ତ୍ରଣ କରେ। ଆଉ ନେତ୍ର ପିତୁଳାର ଆକାର ନିୟନ୍ତ୍ରଣ ହେବା ଯୋଗୁଁ ଆଖି ଭିତରକୁ ପ୍ରବେଶ କରୁଥିବା ଆଲୋକର ପରିମାଣ ନିୟନ୍ତ୍ରଣ ହୋଇଥାଏ। ଆଉ ତାପରେ ଚକ୍ଷୁର ଲେନ୍ସ ମୁକୁରିକା ଉପରେ ବସ୍ତୁର ବାସ୍ତବ, କ୍ଷୁଦ୍ର ଓ ଓଲଟା ପ୍ରତିବିମ୍ବ ଗଠନ କରିଥାଏ। ତାପରେ ମୁକୁରିକା ବା ରେଟିନାରେ ଥିବା ଆଲୋକ ସମ୍ବେଦୀ କୋଷ ଆଲୋକକୁ ବିଦ୍ୟୁତ ସଂକେତରେ ପରିଣତ କରିଦେଇଥାଏ। ତାପରେ ନେତ୍ର ସ୍ନାୟୁ ମାଧ୍ୟମରେ ଏହି ସଂକେତ ମସ୍ତିଷ୍କକୁ ଯାଇଥାଏ। ତାପରେ ମସ୍ତିଷ୍କ ଏହି ସଂକେତଟିକୁ ବିଶ୍ଳେଷଣ କରିଥାଏ ଆଉ ଆମକୁ ସଠିକ ଭାବେ ଦେଖିବାରେ ସାହାଯ୍ୟ କରିଥାଏ। ତାପରେ ଚାଲ ଏହି ଦୃଷ୍ଟି ସଂସ୍ଥାର କ୍ଷତି ଓ ପ୍ରଭାବ ବିଷୟରେ ଜାଣିବା। ଆମ ଚକ୍ଷୁ ଭିତରେ ଥିବା ବିଭିନ୍ନ ଅଂଶ ଦେଇ ଆଲୋକ ଚକ୍ଷୁ ଭିତରକୁ ପ୍ରବେଶ କରି ରେଟିନା ବା ମୁକୁରିକା ଉପରେ ପଡ଼ିଥାଏ। ଆଉ ଏହି ସ୍ୱଚ୍ଛ ଅଂଶ ଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ପଟଳ, ନେତ୍ର ପିତୁଳା, କନିନିକା, ଜଳାଭରସ, କାଚାଭରସ ଏହିସବୁ ରହିଛି। ଆଉ ଏଠାରେ ଆଲୋକ ବିଦ୍ୟୁତ ସଂକେତରେ ପରିଣତ ହୋଇଥାଏ। ଆଉ ଏହି ବିଦ୍ୟୁତ ସଂକେତ ମସ୍ତିଷ୍କକୁ ଯାଇ ପହଞ୍ଚିଥାଏ। ଆଉ ଏହି ଅଂଶ ଗୁଡ଼ିକ କ୍ଷତି ହେଲେ ଆମକୁ ସ୍ପଷ୍ଟ ଦେଖିବାରେ ବାଧା ସୃଷ୍ଟି ହୋଇପାରେ, ଆଉ ଗୁରୁତର କ୍ଷତି ହେଲେ ଦୃଷ୍ଟିହୀନତା ମଧ୍ୟ ହୋଇପାରେ। ଚାଲ ଏବେ ଆଲୋକର ପରିବର୍ତ୍ତନରେ ଚକ୍ଷୁ କିପରି ଭାବରେ ପ୍ରତିକ୍ରିୟା କରିଥାଏ ସେ ବିଷୟରେ ଜାଣିବା। ଚକ୍ଷୁ ପିତୁଳା ଏକ ପରିବର୍ତ୍ତନଶୀଳ ଛିଦ୍ର ପରି କାର୍ଯ୍ୟ କରେ।
ଏହା କେତେବେଳେ ଛୋଟ ହୋଇଯାଇଥାଏ କିମ୍ବା କେତେବେଳେ ବଡ଼ ହୋଇଯାଏ। ଆଉ ଏଇ ବଡ଼ ସାନ ହେବା ପାଇଁ କିଏ ସାହାଯ୍ୟ କରେ? ଏଇ ବଡ଼ ସାନ ହେବା ପାଇଁ କନିନିକା ସାହାଯ୍ୟ କରିଥାଏ। ଆଉ ଏହା ଯୋଗୁଁ ଆମ ଆଖି ଭିତରକୁ ପ୍ରବେଶ କରୁଥିବା ଆଲୋକର ପରିମାଣକୁ ଏହା ନିୟନ୍ତ୍ରଣ କରିଥାଏ। ଯେତେବେଳେ ଆମେ ଉଜ୍ଜଳ ଆଲୋକ ପାଖକୁ ଯାଉଛୁ, ଏହି ଉଜ୍ଜଳ ଆଲୋକ ଦ୍ୱାରା କନିନିକା ସଂକୁଚିତ ହୋଇ ଚକ୍ଷୁ ପିତୁଳାକୁ ଛୋଟ କରିଦେଇଥାଏ। ଆଉ ଏହି ଚକ୍ଷୁ ପିତୁଳା ଛୋଟ ହେବା ଯୋଗୁଁ ଆମ ଆଖି ଭିତରକୁ କମ୍ ଆଲୋକ ପ୍ରବେଶ କରିଥାଏ। ଆଉ ଆମେ ଉଜ୍ଜଳ ଆଲୋକରୁ ହଠାତ୍ ଅଳ୍ପ ଆଲୋକକୁ ଆସିଲେ କିଛି ସମୟ ପାଇଁ ବସ୍ତୁ ଅସ୍ପଷ୍ଟ ଦେଖାଯାଇଥାଏ। କାରଣ ଏହି ଚକ୍ଷୁ ପିତୁଳାଟି ଛୋଟ ହୋଇଯାଇଥିବାରୁ ଆଲୋକ ଆଖି ଭିତରକୁ ପ୍ରବେଶ କରିପାରେ ନାହିଁ। ଆଉ କିଛି ସମୟ ପରେ ଚକ୍ଷୁ ପିତୁଳା ପ୍ରସାରିତ ହୋଇଯାଇଥାଏ। ଆଉ ଏହି ପ୍ରସାରିତ ହେବା ଯୋଗୁଁ ଆଖି ଭିତରକୁ ଅଧିକ ପରିମାଣରେ ଆଲୋକ ପ୍ରବେଶ କରିପାରିଥାଏ। ତାପରେ ଧୀରେ ଧୀରେ ବସ୍ତୁଗୁଡ଼ିକ ସ୍ପଷ୍ଟ ଭାବରେ ଦେଖାଯାଇଥାନ୍ତି। ଚାଲ ଏବେ ସମାୟୋଜନ ବିଷୟରେ ପଢ଼ିବା। ତାହେଲେ ସମାୟୋଜନ କ'ଣ? ଆଖିର ବିଭିନ୍ନ ଦୂରତାରେ ଥିବା ବସ୍ତୁକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ ନିଜ ଲେନ୍ସର ଫୋକସ୍ ଦୂରତାକୁ ନିୟନ୍ତ୍ରଣ କରିବାର କ୍ଷମତାକୁ ସମାୟୋଜନ କ୍ଷମତା କୁହାଯାଏ। ଆମ ଆଖିର ଲେନ୍ସ ଏକ ସ୍ୱଚ୍ଛ, ନରମ, ଜେଲି ଭଳି ତନ୍ତୁ ଜାତୀୟ ପଦାର୍ଥରେ ତିଆରି ହୋଇଥାଏ। ଏହା କାଚ ଭଳି ଟାଣ ହୋଇନଥାଏ, ବରଂ ଏହା ନମନୀୟ ହୋଇଥାଏ। ଆଉ ସିଲିଆରି ମାଂସପେଶୀ ଲେନ୍ସର ବକ୍ରତାକୁ ନିୟନ୍ତ୍ରଣ କରିଥାଏ। ଆଉ ଲେନ୍ସର ବକ୍ରତା ବଢ଼ିଗଲେ ଲେନ୍ସର ଫୋକସ୍ ଦୂରତା ମଧ୍ୟ ବଦଳି ଯାଇଥାଏ। ଯେତେବେଳେ ଆମେ କୌଣସି ଦୂରରେ ଥିବା ବସ୍ତୁକୁ ଦେଖିଥାଉ, ସେହି ସମୟରେ ଆଖିର ସିଲିଆରି ମାଂସପେଶୀ ସମ୍ପୂର୍ଣ୍ଣ ଭାବରେ ଶିଥିଳ ବା ରିଲାକ୍ସ ହୋଇଯାଇଥାଏ। ଆଉ ଏହା ହେବା ଯୋଗୁଁ ଲେନ୍ସଟି ପତଳା ହୋଇଥାଏ। ଏଠାରେ ପତଳା ହେବାର ଅର୍ଥ କ'ଣ? ପୂର୍ବରୁ ଲେନ୍ସଟି ଏଇଭଳି ମୋଟା ହେଇକି ଥାଏ, ଆଉ ସିଲିଆରି ମାଂସପେଶୀ ରିଲାକ୍ସ ହେବା ଯୋଗୁଁ ଏଇଭଳି ପତଳା ହେଇଯାଏ। ମୋଟା ଯେତେବେଳେ ରହୁଛି ସେ ସମୟରେ ଫୋକସ୍ ଦୂରତାଟି ପାଖରେ ରହୁଛି, ଆଉ ଯେତେବେଳେ ତାହା ପତଳା ହେଇଯାଉଛି ସେତେବେଳେ ଏହାର ଫୋକସ୍ ଦୂରତା ମଧ୍ୟ ବଢ଼ିଯାଉଛି। ତେଣୁ ଦୂର ବସ୍ତୁ ଗୁଡ଼ିକ ସ୍ପଷ୍ଟ ଦେଖାଯାଇଥାଏ। ଆଉ ଆମେ ଯେତେବେଳେ ପାଖରେ ଥିବା ବସ୍ତୁକୁ ଦେଖିଥାଉ ସେହି ସମୟରେ ଆମ ସିଲିଆରି ମାଂସପେଶୀ ସଂକୁଚିତ ହୋଇଯାଇଥାଏ। ଆଉ ଏହା ହେବା ଯୋଗୁଁ ଲେନ୍ସର ବକ୍ରତା ବଢ଼ି ଏହା ମୋଟା ହୋଇଯାଏ। ଆଉ ମୋଟା ହେବା ଫଳରେ ଫୋକସ୍ ଦୂରତା ହ୍ରାସ ପାଏ। ଏଣୁ ଆମେ ନିକଟ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରିଥାଉ। ଚାଲ ଏବେ ଚକ୍ଷୁର ସମାୟୋଜନ ଓ ସର୍ବନିମ୍ନ ଦୂରତା ବିଷୟରେ ଜାଣିବା। ଆଖି ନିଜର ଆବଶ୍ୟକତା ଅନୁସାରେ ଲେନ୍ସର ଫୋକସ୍ ଦୂରତାକୁ ଆପେ ଆପେ ପରିବର୍ତ୍ତନ କରିଥାଏ। ଆଉ ଏହି କ୍ଷମତାକୁ ସମାୟୋଜନ କ୍ଷମତା କୁହାଯାଏ। ଆଖି ଲେନ୍ସର ଫୋକସ୍ ଦୂରତା ଗୋଟିଏ ନିର୍ଦ୍ଦିଷ୍ଟ ସୀମା ପରେ ଆଉ କମିପାରେ ନାହିଁ। ତେଣୁ କୌଣସି ବସ୍ତୁକୁ ଆଖିର ବହୁତ ପାଖକୁ ଆଣି ରଖିଲେ ତାହା ଅସ୍ପଷ୍ଟ ଦେଖାଯାଏ ଏବଂ ଆଖି ଉପରେ ଚାପ ମଧ୍ୟ ପଡ଼ିଥାଏ। ଏକ ସୁସ୍ଥ ମାନବ ଚକ୍ଷୁ ପାଇଁ ବିନା କୌଣସି କଷ୍ଟରେ ସ୍ପଷ୍ଟ ଭାବେ ଦେଖିବାର ସର୍ବନିମ୍ନ ଦୂରତା ହେଉଛି 25 ସେଣ୍ଟିମିଟର, ଯାହାକୁ କି ଆଖିର ନିକଟ ବିନ୍ଦୁ ବୋଲି କୁହାଯାଏ। ବହି କିମ୍ବା କୌଣସି ବସ୍ତୁକୁ ଆଖିର ଅତି ପାଖରୁ ଦେଖିଲେ ଅକ୍ଷର ଗୁଡ଼ିକ ଝାପ୍ସା ବା ବ୍ଲର୍ ଭଳି ଦେଖାଯାଇଥାଏ, କାରଣ ଆଖିର ଲେନ୍ସ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ବକ୍ର ଆଉ ହୋଇପାରିଲା ନାହିଁ। ଅତି ପାଖରୁ ଦେଖିବାକୁ ଚେଷ୍ଟା କଲେ ସିଲିଆରି ମାଂସପେଶୀ ଉପରେ ଅଧିକ ଚାପ ପଡ଼ିଥାଏ, ଯାହାଫଳରେ ଆଖି ବିନ୍ଧିବା ବା କଷ୍ଟ ହେବା ଆରମ୍ଭ ହୋଇଥାଏ। ତାହେଲେ ସର୍ବନିମ୍ନ ଆମେ କେତେ ଦୂରତାରେ ରଖିକି ପଢ଼ିବା? ଆମେ ଆଖିଠାରୁ 25 ସେଣ୍ଟିମିଟର ଦୂରତାରେ ରଖି ପଢ଼ିଲେ ଆଖି ଉପରେ କୌଣସି ଚାପ ପଡ଼ିବ ନାହିଁ। ତେଣୁ ଏହି 25 ସେଣ୍ଟିମିଟରକୁ ଚକ୍ଷୁର ସର୍ବନିମ୍ନ ସ୍ପଷ୍ଟ ଦର୍ଶନ ଦୂରତା ବା ନିକଟ ବିନ୍ଦୁ ବୋଲି କୁହାଯାଏ। ତାହେଲେ ଦୂର ବିନ୍ଦୁ କ'ଣ? ଆଖି ଯେଉଁ ସର୍ବାଧିକ ଦୂରତାରେ ଥିବା ବସ୍ତୁକୁ ବିନା କୌଣସି କଷ୍ଟରେ ସ୍ପଷ୍ଟ ଭାବେ ଦେଖିପାରେ ତାହାକୁ ଦୂରବିନ୍ଦୁ କୁହାଯାଏ। ଏହା ସାଧାରଣ ସୁସ୍ଥ ଆଖି ପାଇଁ ଦୂରବିନ୍ଦୁଟି ଅନନ୍ତ ପର୍ଯ୍ୟନ୍ତ ବିସ୍ତୃତ ହୋଇଥାଏ, ଯାହାକୁ କି ଆମେ ଇନଫିନିଟି ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ବୋଲି କହିଥାଉ। ତାହେଲେ ଏଠାରୁ ଆମେ କ'ଣ ଜାଣିଲୁ? ଏକ ସାଧାରଣ ଆଖି 25 ସେଣ୍ଟିମିଟରରୁ ଅନନ୍ତ ଦୂରତା ମଧ୍ୟରେ ଥିବା ସମସ୍ତ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରିଥାଏ। ତାପରେ ଚାଲ ମୋତିଆବିନ୍ଦୁ ବିଷୟରେ ଜାଣିବା। ବୃଦ୍ଧାବସ୍ଥାରେ କେତେକ ବ୍ୟକ୍ତିଙ୍କ ଆଖିର ଲେନ୍ସ ଧୂସର, ଧଳା ବା କୁହୁଡ଼ିଆ ଭଳି ହୋଇଯାଇଥାଏ। ଏହି ଅବସ୍ଥାକୁ ମୋତିଆବିନ୍ଦୁ ବୋଲି କୁହାଯାଏ। ଏହାଦ୍ୱାରା
ଆଖିର ଦୃଷ୍ଟିଶକ୍ତି ଆଂଶିକ କିମ୍ବା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ। ଏହାକୁ ଆମେ କିପରି ଦୂର କରିବା? ମୋତିଆବିନ୍ଦୁକୁ କୌଣସି ଔଷଧ କିମ୍ବା ଚଷମା ଦ୍ୱାରା ଠିକ୍ କରାଯାଇପାରିବ ନାହିଁ। ଏଥିପାଇଁ ଶଲ୍ୟ ଚିକିତ୍ସା ଆବଶ୍ୟକ ହୋଇଥାଏ। ଆଉ ଅସ୍ତ୍ରୋପଚାର ମାଧ୍ୟମରେ ଖରାପ ହୋଇଯାଇଥିବା ପ୍ରାକୃତିକ ଲେନ୍ସକୁ ବାହାର କରିଦିଆଯାଇଥାଏ ଆଉ ସେଠାରେ ଏକ କୃତ୍ରିମ ଲେନ୍ସକୁ ଲଗାଯାଇଥାଏ, ଯାହାଦ୍ୱାରା ଦୃଷ୍ଟିଶକ୍ତି ପୁନର୍ବାର ସ୍ୱାଭାବିକ ଭାବରେ ହୋଇପାରିଥାଏ। ଚାଲ ଏବେ ଦୁଇଟି ଚକ୍ଷୁ ରହିବାର ଗୁରୁତ୍ୱ ଆଉ ତ୍ରିବିମିତୀୟ ଦୃଷ୍ଟି, ଯାହାକୁ ଆମେ 3D ଭିଜନ ବୋଲି କହିଥାଉ, ଏହା ବିଷୟରେ ଜାଣିବା। ଆମ ଦୁଇଟି ଆଖି ମଧ୍ୟରୁ ଯଦି ଆମେ ଗୋଟିଏ ଆଖିକୁ ଖୋଲିକି ରଖିବା ତାହେଲେ ଆମେ ପ୍ରାୟ 150 ଡିଗ୍ରୀ ପର୍ଯ୍ୟନ୍ତ ଦେଖିପାରିଥାଉ, କିନ୍ତୁ ଉଭୟ ଆଖିକୁ ଯଦି ଆମେ ଖୋଲିବା ତାହେଲେ ଆମେ 180 ଡିଗ୍ରୀ ପର୍ଯ୍ୟନ୍ତ ଦେଖିପାରିଥାଉ। ଆଉ ଦୁଇଟି ଆଖି ଏକା ସାଙ୍ଗରେ କାମ କରିବା ଦ୍ୱାରା ଆଲୋକ ସଂଗ୍ରହ କରିବାର କ୍ଷମତା ଆଉ ସମ୍ବେଦନଶୀଳତା ବୃଦ୍ଧି ପାଇଥାଏ। ଆଉ ଏହା ଯୋଗୁଁ ଆମେ କମ୍ ଆଲୋକରେ ମଧ୍ୟ ବସ୍ତୁକୁ ଅଧିକ ସ୍ପଷ୍ଟ ଓ ଉଜ୍ଜଳ ଭାବରେ ଦେଖିପାରିଥାଉ। ଆହୁରି ମଧ୍ୟ ଜାଣି ରଖ, ଆମ ଦୁଇଟି ଆଖି ମଧ୍ୟରେ କିଛି ସେଣ୍ଟିମିଟର ବ୍ୟବଧାନ ଥିବାରୁ ଉଭୟ ଆଖି ବସ୍ତୁର ସାମାନ୍ୟ ଭିନ୍ନ ଭିନ୍ନ ଛବି ଗ୍ରହଣ କରନ୍ତି। ଆଉ ଆମ ମସ୍ତିଷ୍କ ଏହି ଦୁଇଟି ଛବିକୁ ଯୋଡ଼ି 3D ପ୍ରତିବିମ୍ବ ତିଆରି କରିଥାଏ, ଯାହାଫଳରେ ବସ୍ତୁର ପ୍ରକୃତ ଗଭୀରତା ଓ ଦୂରତା ସଠିକ୍ ଭାବରେ ଆମକୁ ଜଣାପଡ଼ିଥାଏ। ଆମର ଯଦି 3ଟି ଆଖି ଥାନ୍ତା ତାହେଲେ କ'ଣ ହୁଅନ୍ତା? ଆଗରେ ଥିବା ଦୁଇଟି ଆଖି ପ୍ରାୟ 180 ଡିଗ୍ରୀ ସାମ୍ନା ପଟରେ ଦେଖିପାରନ୍ତି, ଆଉ ଆମେ ଜାଣିଛୁ ଗୋଟିଏ ଆଖି ଦ୍ୱାରା ଆମେ 150 ଡିଗ୍ରୀ ଦେଖିପାରିବା। ତାହେଲେ 3ଟି ଆଖି ମିଶିକି କେତେ ଡିଗ୍ରୀ ଦେଖିବେ? 3ଟି ଆଖି ମିଶିକି 330 ଡିଗ୍ରୀ ପର୍ଯ୍ୟନ୍ତ ଦେଖିପାରିବେ। ଆଉ ଏଠାରେ ଦେଖ, ହରିଣ ଭଳି ପ୍ରାଣୀଙ୍କର ମୁଣ୍ଡର ଦୁଇ ପାର୍ଶ୍ୱରେ ଦୁଇଟି ଆଖି ରହିଥାଏ, ଆଉ ଏହା ରହିବା ଯୋଗୁଁ ସେମାନଙ୍କୁ ଚାରିପାଖର ଏକ ବଡ଼ କ୍ଷେତ୍ର ଦେଖିବାରେ ସାହାଯ୍ୟ କରିଥାଏ, ଯାହାଫଳରେ ସେମାନେ ଯେକୌଣସି ଦିଗରୁ ଆସୁଥିବା ଶିକାରୀ ବା ବିପଦକୁ ତୁରନ୍ତ ଚିହ୍ନଟ କରିପାରିଥାନ୍ତି। ଆଉ ଆମମାନଙ୍କର ଦୁଇଟି ଯାକ ଆଖି ସାମ୍ନାରେ ରହିଥିବା ଯୋଗୁଁ ଆମେ କମ୍ ଏରିଆ ଦେଖିପାରିଥାଉ, କିନ୍ତୁ ଏହା ବସ୍ତୁର ଗଭୀରତା, ଦୂରତା ବିବରଣୀକୁ ଅଧିକ ସ୍ପଷ୍ଟ ଭାବରେ ଦେଖାଇବାରେ ଆମକୁ ସାହାଯ୍ୟ କରିଥାଏ। ଏଠାରେ ଦେଖ, ଦୁଇ ଚକ୍ଷୁର ଅବସ୍ଥାନ ଅଲଗା ଅଲଗା ଥିବାରୁ ପ୍ରତ୍ୟେକ ଆଖିରେ ବସ୍ତୁର ସାମାନ୍ୟ ଭିନ୍ନ ପ୍ରତିବିମ୍ବ ଗଠିତ ହୋଇଥାଏ। ଆଉ ମସ୍ତିଷ୍କ ଏହି ଦୁଇ ପ୍ରତିବିମ୍ବକୁ ଏକତ୍ର କରି 3D ଦୃଶ୍ୟ ଦେଖାଇଥାଏ। ତାହା ଯୋଗୁଁ ଆମେ ବସ୍ତୁର ଦୂରତା, ଗଭୀରତା ଆକଳନ କରିବାରେ ଆମକୁ ସହଜ ହୋଇଥାଏ। ଏହା ଯୋଗୁଁ ବସ୍ତୁର ଦୂରତା, ଗଭୀରତା ଆକଳନ କରିବା ସହଜ ହୋଇଥାଏ। ଚାଲ ଏବେ ଦୃଷ୍ଟିଦୋଷ ଏବଂ ତାକୁ କିପରି ଭାବରେ ଆମେ ପ୍ରତିକାର କରିବା ସେ ବିଷୟରେ ଜାଣିବା। କୌଣସି କାରଣରୁ ଆଖିର ସମାୟୋଜନ କ୍ଷମତା କମିଗଲେ ବା ନଷ୍ଟ ହୋଇଗଲେ ଆଖିରେ ଦୃଷ୍ଟିଦୋଷ ସୃଷ୍ଟି ହୋଇଥାଏ। ଏହି ଦୋଷ ଯୋଗୁଁ ବ୍ୟକ୍ତି କୌଣସି ବସ୍ତୁକୁ ସହଜରେ, ସ୍ପଷ୍ଟ ଭାବରେ କିମ୍ବା ଆରାମରେ ଦେଖିପାରେ ନାହିଁ। ତାକୁ ଦେଖିବା ସମୟରେ କଷ୍ଟ ଫିଲ୍ ହୋଇଥାଏ। ଚକ୍ଷୁର ଲେନ୍ସର ପ୍ରତିସରଣ ତ୍ରୁଟି ହେତୁ ଆଲୋକ ରଶ୍ମି ରେଟିନା ଉପରେ ଠିକ୍ ଭାବରେ କେନ୍ଦ୍ରୀଭୂତ ହୋଇପାରେ ନାହିଁ, ଯାହାଫଳରେ ସାଧାରଣ ସୁସ୍ଥ ଆଖି ତୁଳନାରେ ବସ୍ତୁଟି ଝାପ୍ସା ବା ଅସ୍ପଷ୍ଟ ଦେଖାଯାଇଥାଏ। ତାହେଲେ ଦୃଷ୍ଟିଦୋଷ କେତେ ପ୍ରକାରର? ଦୃଷ୍ଟିଦୋଷ 3 ପ୍ରକାରର: ସମୀପ ଦୃଷ୍ଟି, ଦୂରଦୃଷ୍ଟି ଆଉ ଚାଳିଶା। ସମୀପ ଦୃଷ୍ଟି ହୋଇଥିଲେ ପାଖ ଜିନିଷ ଗୁଡ଼ିକ ସ୍ପଷ୍ଟ ଭାବରେ ଦେଖାଯାଏ, କିନ୍ତୁ ଦୂର ଜିନିଷ ଗୁଡ଼ିକ ଝାପ୍ସା ଦେଖାଯାଇଥାଏ। ଆଉ ଦୂରଦୃଷ୍ଟିରେ ଏହାର ଓଲଟା ହୋଇଥାଏ, ଦୂର ଜିନିଷ ଗୁଡ଼ିକ ସ୍ପଷ୍ଟ ଦେଖାଯାଏ, କିନ୍ତୁ ପାଖ ଜିନିଷ ଗୁଡ଼ିକ ଝାପ୍ସା ଦେଖାଯାଇଥାଏ। ସମୀପ ଦୃଷ୍ଟିରେ ଆଲୋକ ରଶ୍ମି ଅଧିକ ବାଙ୍କି ଯାଇ ପ୍ରତିବିମ୍ବଟି ରେଟିନା ଆଗରେ ସୃଷ୍ଟି ହୋଇଥାଏ। ତାହେଲେ ପ୍ରତିବିମ୍ବଟି କେଉଁଠି ସୃଷ୍ଟି ହୋଇଥାଏ? ପ୍ରତିବିମ୍ବଟି ରେଟିନା ଆଗରେ ଥିବା କାଚା ଭରସରେ ସୃଷ୍ଟି ହୋଇଥାଏ। ଦୂରଦୃଷ୍ଟିରେ ପ୍ରତିବିମ୍ବଟି ରେଟିନାର ପଛପଟେ ସୃଷ୍ଟି ହୋଇଥାଏ। ସମୀପ ଦୃଷ୍ଟିରେ ଚକ୍ଷୁଗୋଲକ ସାଧାରଣଠାରୁ ଅଧିକ ଲମ୍ବା ହୋଇଯାଇଥାଏ, ଆଉ ଦୂରଦୃଷ୍ଟିରେ ଚକ୍ଷୁଗୋଲକ ଛୋଟ ହୋଇଯାଇଥାଏ। ସମୀପ ଦୃଷ୍ଟିରେ ଲେନ୍ସ ଅଧିକ ମୋଟା ବା ବକ୍ର ହୋଇଯାଇଥାଏ, ଆଉ ଦୂରଦୃଷ୍ଟିରେ ଲେନ୍ସର ବକ୍ରତା କମି ତାହା ପତଳା ହୋଇଯାଇଥାଏ। ତାପରେ ସମୀପ ଦୃଷ୍ଟିରେ ଫୋକସ୍ ଦୂରତା କମିଯାଏ ଏବଂ ପାୱାର ବଢ଼ିଯାଏ, ଆଉ ଦୂରଦୃଷ୍ଟିରେ ଦୂରତା ବଢ଼ିଯାଏ ଏବଂ ପାୱାର କମିଯାଏ। ଏହା କେଉଁଥିପାଇଁ ହୋଇଥାଏ? କାରଣ ଲେନ୍ସର ପରିବର୍ତ୍ତନ ଘଟୁଛି, ତେଣୁ ଫୋକସ୍ ଦୂରତା ଆଉ ପାୱାରରେ ମଧ୍ୟ ପରିବର୍ତ୍ତନ ଘଟୁଛି। ତାହେଲେ ଏହାର ପ୍ରତିକାର କରିବା ପାଇଁ ଆମେ କ'ଣ କରିବା? ସମୀପ ଦୃଷ୍ଟି ପାଇଁ
ଅବତଳ ଲେନ୍ସ ଥିବା ଚଷମା ବ୍ୟବହାର କରିବା ଆଉ ଦୂରଦୃଷ୍ଟି ପାଇଁ ଉତ୍ତଳ ଲେନ୍ସ ଥିବା ଚଷମା ବ୍ୟବହାର କରିବା। ଆଉ ସମୀପ ଦୃଷ୍ଟିରେ ଏହି ଅବତଳ ଲେନ୍ସ ଦ୍ୱାରା ଚକ୍ଷୁର ମୋଟ ପାୱାର କମି ଯାଇଥାଏ, ଫୋକସ ଦୂରତା ବଢି ଯାଇଥାଏ। ତେଣୁ ଆମେ ଉପଯୁକ୍ତ ଶକ୍ତିର ଅବତଳ ଲେନ୍ସର ଚଷମା ବ୍ୟବହାର କଲେ ଏହାର ପ୍ରତିବିମ୍ବ ମୁକୁରିକା ଉପରେ ପଡ଼ିବ। ସେହିଭଳି ଦୂରଦୃଷ୍ଟିରେ ଉତ୍ତଳ ଲେନ୍ସ ବ୍ୟବହାର କରିବା ଯୋଗୁଁ ଚକ୍ଷୁର ମୋଟ ପାୱାର ବଢି ଯାଇଥାଏ। ତେଣୁ ଉପଯୁକ୍ତ ଶକ୍ତିର ଉତ୍ତଳ ଲେନ୍ସର ଚଷମା ବ୍ୟବହାର କଲେ ପ୍ରତିବିମ୍ବ ମୁକୁରିକା ଉପରେ ପଡ଼ିଥାଏ। ଆଉ ଏହା ହେବା ଯୋଗୁଁ ଆମେ ସହଜରେ ବସ୍ତୁଟିକୁ ଦେଖିପାରିବା। ଏହି ଚିତ୍ରରେ ଦେଖ, ସମୀପ ଦୃଷ୍ଟି ଥିବା ଆଖି ପାଇଁ ଦୂରବିନ୍ଦୁ ଯେଉଁଟାକୁ ଏଠି ଓ ବୋଲି ନିଆଯାଇଛି ତାହା ଅନନ୍ତ ଦୂରତାରେ ନ ରହି ଆଖିର ନିକଟତର ହୋଇଯାଇଥାଏ। ତେଣୁ ଏହି ଅନନ୍ତ ଦୂରତାରୁ ଆସୁଥିବା ଆଲୋକ ରେଟିନାରେ ନ ପଡ଼ି ତାହା ପୂର୍ବରୁ ହିଁ କେନ୍ଦ୍ରୀଭୂତ ହୋଇଯାଇଥାଏ। ଫଳରେ ଦୂର ବସ୍ତୁ ଝାପ୍ସା ଦେଖାଯାଇଥାଏ। ଏହି ଚିତ୍ରରେ ଦେଖ, ସମୀପ ଦୃଷ୍ଟି ଥିବା ଆଖି ପାଇଁ ଦୂରବିନ୍ଦୁ ଓ ଅନନ୍ତରେ ନ ରହି ଆଖିର ନିକଟତର ହୋଇଯାଇଥାଏ। ତେଣୁ ଓ ବିନ୍ଦୁରୁ ଆସୁଥିବା ଆଲୋକ ରଶ୍ମି ରେଟିନା ଉପରେ ସ୍ପଷ୍ଟ ଭାବରେ ଦେଖାଯାଇଥାଏ। ଯେତେବେଳେ ବସ୍ତୁ ଅନନ୍ତ ଦୂରତାରେ ରହିଥାଏ, ଯାହାକୁ କି ଏଠାରେ ଓଡ୍ୟାସ୍ ବୋଲି କୁହାଯାଉଛି, ସେତେବେଳେ ସମାନ୍ତରାଳ ଆଲୋକ ରଶ୍ମି ଗୁଡ଼ିକ ରେଟିନାରେ ନ ପଡ଼ି ତାହା ପୂର୍ବରୁ କେନ୍ଦ୍ରୀଭୂତ ହୋଇଯାଇଥାଏ। ଫଳରେ ଦୂରବସ୍ତୁ ଝାପ୍ସା ଦେଖାଯାଇଥାଏ। ଆଖି ଆଗରେ ଏକ ଉପଯୁକ୍ତ ପାୱାରର ଅବତଳ ଲେନ୍ସ ରଖିଲେ ଏହା ଆଲୋକ ରଶ୍ମିକୁ ଡାଇଭର୍ସ କରିଦେଇଥାଏ, ଯାହା ଫଳରେ ରଶ୍ମି ଗୁଡ଼ିକ ଠିକ୍ ରେଟିନା ଉପରେ ପଡ଼େ ଏବଂ ପ୍ରତିବିମ୍ବଟି ସ୍ପଷ୍ଟ ଭାବରେ ଦେଖାଯାଇଥାଏ। ସେହିଭଳି ଦୂରଦୃଷ୍ଟି ଥିବା ବ୍ୟକ୍ତିଙ୍କ ପାଖରେ ଏହି ନିକଟ ବିନ୍ଦୁ 25 ସେଣ୍ଟିମିଟରରୁ ଦୂରକୁ ଯାଇଥାଏ। ସେହି 25 ସେଣ୍ଟିମିଟର ଦୂରରୁ ଆସୁଥିବା ଆଲୋକ ରଶ୍ମି ଚକ୍ଷୁର ଲେନ୍ସ ଦ୍ୱାରା ଯଥେଷ୍ଟ ବାଙ୍କି ନ ପାରି ରେଟିନାର ପଛପଟେ ଯାଇ କେନ୍ଦ୍ରୀଭୂତ ହୋଇଥାଏ, ଯାହାଫଳରେ ପାଖ ଜିନିଷ ଗୁଡ଼ିକ ଅସ୍ପଷ୍ଟ ଭାବରେ ଦେଖାଯାଇଥାଏ। ତାହେଲେ ଏହାକୁ ଆମେ ସଂଶୋଧନ କିପରି କରିବା? ଆଖି ଆଗରେ ଏକ ଉତ୍ତଳ ଲେନ୍ସ ରଖିଲେ ଏହି ଆଲୋକ ରଶ୍ମି ଗୁଡ଼ିକ ଅତିରିକ୍ତ ଭାବେ ଅଭିକେନ୍ଦ୍ରିତ ବା କନଭର୍ଜ ହୋଇ ଠିକ୍ ରେଟିନା ଉପରେ ପ୍ରତିବିମ୍ବ ଗଠନ କରିବ, ଯାହାଦ୍ୱାରା କି ଆମେ ଠିକ୍ ଭାବରେ ବସ୍ତୁଟିକୁ ଦେଖିପାରିବା। ତାପରେ ଚାଲ ଏବେ ଚାଳିଶା ବିଷୟରେ ଜାଣିବା। ବୟସ ବୃଦ୍ଧି ହେବା ସହିତ ସିଲିଆରି ମାଂସପେଶୀ ଗୁଡ଼ିକ ଦୁର୍ବଳ ହୋଇଯାଇଥାନ୍ତି। ଚକ୍ଷୁ ଲେନ୍ସର ନମନୀୟତା, ଯାହାକୁ କି ଆମେ ଫ୍ଲେକ୍ସିବିଲିଟି ବୋଲି କହିଥାଉ, ଓ ସମାୟୋଜନ କ୍ଷମତା କମି ଯାଇଥାଏ। ଏହା ଯୋଗୁଁ ନିକଟ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ହୋଇଥାଏ। ଆଉ ଏହି ଦୃଷ୍ଟି ଦୋଷକୁ ଚାଳିଶା ବୋଲି କୁହାଯାଏ। ଆହୁରି ମଧ୍ୟ କେତେକ ବ୍ୟକ୍ତିଙ୍କ ଠାରେ ନିକଟ ଦୃଷ୍ଟି ଦୋଷ ଓ ଦୂରଦୃଷ୍ଟି ଦୋଷ ଏକା ସାଙ୍ଗରେ ଦେଖାଯାଇଥାଏ। ଏଥିପାଇଁ ଦୁଇ ପ୍ରକାରର ଲେନ୍ସ ଥିବା ଚଷମାକୁ ବ୍ୟବହାର କରାଯାଏ, ଯାହାକୁ କି ଆମେ ବାଇଫୋକାଲ ଗ୍ଲାସ୍ ବୋଲି କହିଥାଉ। ଏହି ବାଇଫୋକାଲ ଗ୍ଲାସର ଉପର ଭାଗଟି ଅବତଳ ଲେନ୍ସ ବା କନକେଭ୍ ଲେନ୍ସ, ଯାହାକି ଦୂର ବସ୍ତୁ ଦେଖିବା ପାଇଁ ସାହାଯ୍ୟ କରିଥାଏ, ଆଉ ଏହାର ତଳ ଭାଗଟି ଉତ୍ତଳ ଲେନ୍ସ, ଯାହାକି କନଭେକ୍ସ ଲେନ୍ସ, ତାହା ନିକଟ ବସ୍ତୁ ଦେଖିବା ପାଇଁ ସାହାଯ୍ୟ କରିଥାଏ। ଆଉ ଏହି ଚିତ୍ରରେ ଦେଖ, ଚଷମା ନ ପିନ୍ଧିବାର ଅନ୍ୟ ବିକଳ୍ପ ଆଉ କ'ଣ ଅଛି? ଚଷମା ନ ପିନ୍ଧିବାର ଅନ୍ୟ ବିକଳ୍ପଟି ହେଉଛି ସର୍ଜରୀ। ଏଠାରେ ଦେଖ, କଣ୍ଟାକ୍ଟ ଲେନ୍ସକୁ ଆଖିରେ ଫିଟ୍ କରି ଦିଆଯାଉଛି। ଏହି କଣ୍ଟାକ୍ଟ ଲେନ୍ସରେ ଯେଉଁ ପାୱାର ଲୋକଟିକୁ ଦରକାର ହୋଇଥାଏ, ସେହି ପାୱାରଟିକୁ ସେହି କଣ୍ଟାକ୍ଟ ଲେନ୍ସରେ ଫିଟ୍ କରି ତା ଆଖିରେ ଫିଟ୍ କରି ଦିଆଯାଇଥାଏ। ଆହୁରି ମଧ୍ୟ ଟେମ୍ପୋରାରୀ କଣ୍ଟାକ୍ଟ ଲେନ୍ସ ଥାଏ। ଏହି ଚିତ୍ରରେ ଦେଖ, ଏଗୁଡ଼ିକ ହେଉଛି ସବୁ ଟେମ୍ପୋରାରୀ କଣ୍ଟାକ୍ଟ ଲେନ୍ସ। ଆଉ ଏହି ଟେମ୍ପୋରାରୀ କଣ୍ଟାକ୍ଟ ଲେନ୍ସକୁ ତମେ ଦେଖିଥିବ କିଛି ହରର ମୁଭିରେ ମଧ୍ୟ ଆକ୍ଟରମାନେ ଏହି କଣ୍ଟାକ୍ଟ ଲେନ୍ସକୁ ତାଙ୍କ ଆଖିରେ ଲଗେଇଥାନ୍ତି। ଏବେ ଆମେ ବ୍ଲୁ ଲାଇଟ୍ ଫିଲ୍ଟର ଚଷମା ବିଷୟରେ ଜାଣିବା। ବ୍ଲୁ ଲାଇଟ୍ କମ୍ପ୍ୟୁଟର, ଲ୍ୟାପଟପ୍ ଏବଂ ମୋବାଇଲ ସ୍କ୍ରିନ୍ରୁ ନିର୍ଗତ ହେଉଥିବା ନୀଳ ଆଲୋକର ତରଙ୍ଗ ଦୈର୍ଘ୍ୟ କମ୍ ହୋଇଥାଏ, କିନ୍ତୁ ଏହା ବହୁତ ଶକ୍ତିଶାଳୀ ହୋଇଥାଏ। ତେଣୁ ଆଖି ଉପରେ ଏହା ଅଧିକ ଚାପ ପକାଇଥାଏ, ଆଉ ଏହା ଯୋଗୁଁ ଆଖି ଶୁଖିଲା ପଡ଼ିଯାଇଥାଏ, ଆଉ ଏହା ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ, ଆଉ ଆମେ କ୍ଲିଅର ଭାବରେ ଦେଖିପାରିନଥାଉ, ଯାହାକୁ କି ଆମେ ବ୍ଲରି ଭିଜନ ବୋଲି ମଧ୍ୟ କହିଥାଉ। ଆଉ ଏହା ହେବା ଯୋଗୁଁ ରାତିରେ ନିଦ ଭଲ ଭାବରେ ହୋଇନଥାଏ। ଆଉ ଏହି ଚଷମା କିପରି ଭାବରେ କାମ କରିଥାଏ? ଏହି ଚଷମାରେ ବ୍ଲୁ ଲାଇଟ୍ ଫିଲ୍ଟର ଲେନ୍ସ ୟୁଜ୍ କରାଯାଇଥାଏ, ଯାହା ଆମ ମୋବାଇଲ, ଲ୍ୟାପଟପ୍ ସ୍କ୍ରିନ୍ରୁ ଆସୁଥିବା କ୍ଷତିକାରକ ନୀଳ ଆଲୋକକୁ ପ୍ରତିଫଳିତ ବା ଫିଲ୍ଟର କରି ଅଟକାଇ ଦେଇଥାଏ
ଏବଂ କେବଳ ଉପକାରୀ ଆଲୋକକୁ ଆଖି ଭିତରକୁ ପ୍ରବେଶ କରିବାକୁ ଦେଇଥାଏ। ଏହାକୁ ବ୍ୟବହାର କରିବା ଯୋଗୁଁ କ'ଣ ଲାଭ ହୋଇଥାଏ? ଏହାକୁ ବ୍ୟବହାର କରିବା ଯୋଗୁଁ ଆଖିର ଚାପ ଏବଂ ମୁଣ୍ଡବିନ୍ଧା ହ୍ରାସ ପାଇଥାଏ। ଆଖିର ଶୁଷ୍କତା ଦୂର ହୁଏ ଆଉ ଦୃଷ୍ଟିକୁ ସ୍ୱଚ୍ଛ ଓ ଆରାମଦାୟକ ରଖିଥାଏ। ଆଉ ଶୋଇବା ଗୁଣବତ୍ତାରେ ମଧ୍ୟ ଉନ୍ନତି ଘଟିଥାଏ। ଆହୁରି ମଧ୍ୟ ତମେ ଦେଖିଥିବ ତମ ମୋବାଇଲ, କମ୍ପ୍ୟୁଟର, ଲ୍ୟାପଟପରେ ଆଇ କମ୍ଫର୍ଟ ମୋଡ୍ ଦେଇଥାଏ। ତାକୁ ଯଦି ଆମେ ଅନ୍ କରିବା ତାହେଲେ ମୋବାଇଲରୁ ଆସୁଥିବା ବ୍ଲୁ ଲାଇଟ୍ ଗୁଡ଼ିକୁ ସେ କମେଇ ଦେଇଥାଏ। ଚାଲ ଏବେ ଆଖିର ଯତ୍ନ ଆମେ କିପରି ଭାବରେ ନେବା ସେ ବିଷୟରେ ଜାଣିବା। ମଇଳା ହାତରେ କେବେ ବି ଆଖିକୁ ଆମେ ଛୁଇଁବା ନାହିଁ। ଆଖି ଛୁଇଁବା ପୂର୍ବରୁ ସବୁବେଳେ ହାତକୁ ସଫା ପାଣି ବା ସାବୁନରେ ଧୋଇବା। ଆଉ ଆଖିକୁ ସତେଜ ରଖିବା ପାଇଁ ଦୈନିକ 7ରୁ 8 ଘଣ୍ଟା ଶୋଇବା ଆବଶ୍ୟକ। ଆଉ ସ୍କ୍ରିନ୍ ବ୍ୟବହାର କରିବା ସମୟରେ ପ୍ରତି 20 ମିନିଟରେ 20 ସେକେଣ୍ଡ ପାଇଁ 20 ଫୁଟ ଦୂରତାରେ ଥିବା କୌଣସି ଏକ ଜିନିଷକୁ ଦେଖିବା। ଆଉ ପଢ଼ାପଢ଼ି ସମୟରେ ଉପଯୁକ୍ତ ଆଲୋକକୁ ଆମେ ବ୍ୟବହାର କରିବା। ଟାଣ ଖରାରେ ବାହାରକୁ ଗଲେ ସୂର୍ଯ୍ୟଠୁ ଆସୁଥିବା କ୍ଷତିକାରକ ୟୁଭି ଲାଇଟ୍ରୁ ଆଖିକୁ ରକ୍ଷା କରିବା ପାଇଁ କଳା ଚଷମାକୁ ବ୍ୟବହାର କରିବା। ପୁଷ୍ଟିକର ଖାଦ୍ୟ ଯେପରିକି ସବୁଜ ପନିପରିବା, ତାଜା ଫଳ, ବାଦାମ, ପୁଷ୍ଟିକର ଖାଦ୍ୟ ସବୁ ଖାଇବା। ଆଉ ଯେଉଁମାନେ ଟେମ୍ପୋରାରୀ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି ସେମାନେ କ'ଣ କରିବେ? ଲେନ୍ସ ଲଗାଇବା ବା କାଢ଼ିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇବେ। ଆଉ ଲେନ୍ସକୁ ସଫା କରିବା ପାଇଁ କେବଳ ନିର୍ଦ୍ଦିଷ୍ଟ ଲେନ୍ସ ସଲ୍ୟୁସନର ବ୍ୟବହାର କରିବେ। ସାଧାରଣ ପାଣିରେ ଏହାକୁ ଧୋଇବେ ନାହିଁ। ଆଉ এই ଟେମ୍ପୋରାରୀ ଲେନ୍ସକୁ ପିନ୍ଧିକି କେହି ଶୁଅନ୍ତୁ ନାହିଁ। ଆଉ ଗାଧୋଇବା ସମୟରେ ମଧ୍ୟ ଏହାକୁ କାଢ଼ି ଦିଅନ୍ତୁ। ଆଉ এই ଲେନ୍ସର ସମୟ ପୂରିଗଲେ ନୂଆ ଲେନ୍ସ ଆଉ ଲେନ୍ସ କେସ୍ ବଦଳାନ୍ତୁ। ଆଉ ଆଖି ଯଦି ପ୍ରବଳ ଯନ୍ତ୍ରଣା ହେଉଛି ବା ଲାଲ ପଡ଼ିଯାଉଛି କିମ୍ବା ହଠାତ୍ ଦୃଷ୍ଟି ଝାପ୍ସା ହେଇଯାଉଛି ବା ବେଳେବେଳେ ଦେଖାଯାଉନି ଆଉ ଆଲୋକ ପ୍ରତି ଅତ୍ୟଧିକ ସମ୍ବେଦନଶୀଳତା ଏହିପରି କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଲେନ୍ସକୁ ବାହାର କରିଦିଅନ୍ତୁ ଆଉ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତୁ। ଆଉ ଆମେ କ'ଣ କରିପାରିବା? ପ୍ରଚୁର ପରିମାଣରେ ପାଣି ପିଇବା, ଯାହା ଆମ ଆଖିକୁ ଆର୍ଦ୍ର ଓ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଚାଲ ଏବେ ଚକ୍ଷୁଦାନ ବିଷୟରେ ଜାଣିବା। ସମସ୍ତ ବ୍ୟକ୍ତି ଚକ୍ଷୁଦାନ କରିବେ। ଚଷମା ପିନ୍ଧୁଥିବା ବ୍ୟକ୍ତିଠାରୁ ଆରମ୍ଭ କରି ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିବା ବ୍ୟକ୍ତି, ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ଆସ୍ଥମା ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ମଧ୍ୟ ଚକ୍ଷୁଦାନ କରିପାରିବେ। କୌଣସି ବ୍ୟକ୍ତିଙ୍କ ମୃତ୍ୟୁର 4ରୁ 6 ଘଣ୍ଟା ମଧ୍ୟରେ ନିକଟସ୍ଥ ଚକ୍ଷୁ ବ୍ୟାଙ୍କକୁ ସୂଚନା ଦେଇ ଚକ୍ଷୁ ସଂଗ୍ରହ କରିବା ଆବଶ୍ୟକ। ଚକ୍ଷୁ ବ୍ୟାଙ୍କ ଆସିବା ପୂର୍ବରୁ କ'ଣ ସବୁ ସତର୍କତା ଅବଲମ୍ବନ କରିବା? ମୃତକଙ୍କ 2 ଆଖିର ପତାକୁ ବନ୍ଦ କରି ରଖିବା। ଆଖି ପତା ଉପରେ ଅଦା, ତୁଳା କିମ୍ବା ବରଫ ରଖିବା, ଯାହାଦ୍ୱାରା ଆଖି ଶୁଖିବ ନାହିଁ। ଆଉ ମୁଣ୍ଡ ତଳେ ଏକ ତକିଆ ଦେଇ ମୁଣ୍ଡକୁ ସାମାନ୍ୟ ଉଚ୍ଚା କରି ରଖିବା। ଆଉ ଏହି ପ୍ରକ୍ରିୟାରେ ପ୍ରାୟତଃ 10ରୁ 15 ମିନିଟ ସମୟ ଲାଗିଥାଏ। ଆଉ ଏହି ଚକ୍ଷୁଦାନ ପ୍ରକ୍ରିୟାଟି ଏକ ସାଧାରଣ ପ୍ରକ୍ରିୟା। ଏଥିରେ ମୃତ ବ୍ୟକ୍ତିଙ୍କ ମୁଖମଣ୍ଡଳ ବିକୃତ ହୁଏ ନାହିଁ। ତାହେଲେ କେଉଁ କ୍ଷେତ୍ରରେ ଚକ୍ଷୁଦାନ କରିହେବ ନାହିଁ? ସେ ଲୋକଟିକୁ ଯଦି ଏଡ୍ସ, ହେପାଟାଇଟିସ୍ ବି କିମ୍ବା ସି, ଜଳାତଙ୍କ, ପୃଷ୍ଠକାର, କଲେରା, ମେନିଞ୍ଜାଇଟିସ୍, ଏନସେଫାଲାଇଟିସ୍ ଏହିଭଳି କେତେକ ରୋଗରେ ମୃତ୍ୟୁ ହୋଇଥିଲେ ଚକ୍ଷୁଦାନ ଗ୍ରହଣ କରାଯାଇପାରିବ ନାହିଁ। ଏହି ଆଖିଟିକୁ ଚକ୍ଷୁ ବ୍ୟାଙ୍କର ବିଶେଷଜ୍ଞମାନେ ଏହାକୁ ମୂଲ୍ୟାୟନ କରିଥାନ୍ତି ଆଉ ଉପଯୁକ୍ତ ଚକ୍ଷୁକୁ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚିକିତ୍ସାରେ ବ୍ୟବହାର କରିଥାନ୍ତି। ଯେଉଁ ଚକ୍ଷୁ ପ୍ରତିରୋପଣ ପାଇଁ ଉପଯୁକ୍ତ ନୁହେଁ ତାହା ଶିକ୍ଷା ଓ ଗବେଷଣା ପାଇଁ ବ୍ୟବହାର କରାଯାଇଥାଏ। ଆଉ ଚକ୍ଷୁଦାତା ଆଉ ଗ୍ରହୀତା ଉଭୟଙ୍କର ପରିଚୟକୁ ଗୋପନୀୟ ରଖାଯାଇଥାଏ। ଆଖିରୁ ଲୁହ କାହିଁକି ବାହାରିଥାଏ? ଲୁହ କିପରି ସୃଷ୍ଟି ହୁଏ ଓ ଏହାର କାରଣ କ'ଣ? ଆମ ଆଖିର ଉପର ଭାଗରେ ଲାକ୍ରିମାଲ ଗ୍ଲାଣ୍ଡ ଥାଏ। ଏହି ଲାକ୍ରିମାଲ ଗ୍ଲାଣ୍ଡ ଲୁହ ତିଆରି କରିଥାଏ। ଧୂଳି, ଧୂଆଁ, ପିଆଜ କାଟିବା, ତୀବ୍ର ଆଲୋକ କିମ୍ବା ମାନସିକ ଭାବ ପ୍ରବଣତା ଯୋଗୁଁ ଆଖିରୁ ଲୁହ ବାହାରିଥାଏ। ଆହୁରି ମଧ୍ୟ ଜାଣି ରଖ, ଲୁହର 3ଟି ପ୍ରକାର ଥାଏ। ଫାର୍ଷ୍ଟ ହେଲା ବାସାଲ ଟିୟର, ରିଫ୍ଲେକ୍ସ ଟିୟର ଆଉ ଗୋଟେ ହେଲା ଇମୋସନାଲ ଟିୟର। ବାସାଲ ଟିୟର ଅର୍ଥ କ'ଣ? ଯାହା ନିରନ୍ତର ଝରି ଆଖିକୁ ଓଦା ରଖିଥାଏ ଆଉ ଏହା ଆଖିର ମୁକୁରିକାକୁ ମସୃଣ କରେ ଏବଂ ଆଖିକୁ ଅମ୍ଳଜାନ ଓ ପୋଷଣ ତତ୍ତ୍ୱ ଯୋଗାଇଥାଏ। ରିଫ୍ଲେକ୍ସ ଟିୟର କିପରି ହୋଇଥାଏ? ଧୂଳି, ଧୂଆଁ କିମ୍ବା ପିଆଜ ବାଷ୍ପ ଭଳି କ୍ଷତିକାରକ ଉପାଦାନ ଆଖିରେ ପଡ଼ିଲେ ଏହା ପ୍ରବଳ ମାତ୍ରାରେ ବାହାରି ସେଗୁଡ଼ିକୁ ଧୋଇ ସଫା କରିଦେଇଥାଏ।
ଆଉ ଇମୋସନାଲ ଟିୟର କ'ଣ? ଅତ୍ୟଧିକ ଦୁଃଖ, କଷ୍ଟ, ଆନନ୍ଦ କିମ୍ବା ଚାପ ସମୟରେ ଏହି ଲୁହ ବାହାରି ଯାଇଥାଏ। ଆଉ ଲୁହର 3ଟି ସ୍ତର ଥାଏ। ଲିପିଡ ସ୍ତର, ଜଳୀୟ ସ୍ତର ଯାହାକୁ କି ଆମେ ଆକ୍ୱସ୍ ଲେୟାର ବୋଲି କହିଥାଉ, ଆଉ ମ୍ୟୁସିନ ଲେୟାର। ଲିପିଡ ସ୍ତର ଲୁହକୁ ସହଜରେ ଶୁଖିଯିବାରୁ ରୋକିଥାଏ। ଆଉ ଜଳୀୟ ସ୍ତର ଲୁହର ମୁଖ୍ୟ ଜଳୀୟ ଅଂଶ ଅଟେ, ଯାହା ଲାକ୍ରିମାଲ ଗ୍ଲାଣ୍ଡରୁ ବାହାରିଥାଏ। ମ୍ୟୁସିନ ସ୍ତର କ'ଣ କରିଥାଏ? ଏହା ଲୁହକୁ କର୍ନିଆ ଉପରେ ସମାନ ଭାବେ ଲାଗି ରହିବାରେ ସାହାଯ୍ୟ କରିଥାଏ। ଚାଲ ଏବେ ଲୁହର ଉପକାରିତା ବିଷୟରେ ଜାଣିବା। ଆଖିକୁ ସବୁବେଳେ ଆର୍ଦ୍ର ରଖି ଶୁଷ୍କତା ଦୂର କରିଥାଏ। ଲୁହରେ ଥିବା ଲାଇସୋଜମ୍ ଆଉ ଆଣ୍ଟିବଡି ବ୍ୟାକ୍ଟେରିଆ ଏବଂ ଜୀବାଣୁ ମାରି ଆଖିକୁ ସଂକ୍ରମଣରୁ ରକ୍ଷା କରିଥାଏ। ଆଖିରୁ ଧୂଳିକଣା ସଫା କରି କର୍ନିଆକୁ ସୁରକ୍ଷିତ ରଖେ ଏବଂ ସ୍ପଷ୍ଟ ଦେଖିବାରେ ସାହାଯ୍ୟ କରିଥାଏ। ଭାବ ପ୍ରବଣତାରେ କାନ୍ଦିବା ଦ୍ୱାରା ମାନସିକ ଚାପ ମଧ୍ୟ ହ୍ରାସ ପାଇଥାଏ। ଆଉ ଅତ୍ୟଧିକ ଲୁହ ବାହାରିଲେ କ'ଣ ସବୁ ଅସୁବିଧା ହୋଇଥାଏ? ଆଖିରୁ ଅତ୍ୟଧିକ ଲୁହ ବହିଲେ ଦୃଷ୍ଟି ଝାପ୍ସା ହୋଇଯାଇଥାଏ, ଯାହାକୁ କି ଆମେ ବ୍ଲରି ଭିଜନ ବୋଲି କହିଥାଉ। ଏହା ଆଲର୍ଜି, ଆଖି ସଂକ୍ରମଣ, ଲାଲ ପଡ଼ିବା କିମ୍ବା ଲୁହ ନଳୀ ବନ୍ଦ ହେବାର ସଂକେତ ଦେଇଥାଏ। ଅତ୍ୟଧିକ ଲୁହ ସହ ଯନ୍ତ୍ରଣା ଫିଲ୍ ହେଲା ଯଦି, ତାହେଲେ ତୁରନ୍ତ ଯାଇକି ଡକ୍ଟରଙ୍କୁ ଦେଖାଇବା ଉଚିତ। ଏହି ଭିଡ଼ିଓଟିକୁ ଏତିକିରେ ସମାପ୍ତ କରିବା। ଆଉ ଯାହା ବି ରେଷ୍ଟ ପାର୍ଟ ରହିଗଲା ତାକୁ ଆମେ ନେକ୍ସଟ ଭିଡ଼ିଓରେ କଭର କରିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍। ଏହି ଭିଡ଼ିଓରେ 10ମ ଶ୍ରେଣୀ ଭୌତିକ ବିଜ୍ଞାନର ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ ବିଷୟର ଫାଷ୍ଟ ଭିଡ଼ିଓରେ ଯାହା ବି କିଛି ରହିଯାଇଛି ତାକୁ ଏହି ଭିଡ଼ିଓରେ କମ୍ପ୍ଲିଟ୍ କରିବା। ଆମେ ପୂର୍ବ ଅଧ୍ୟାୟରେ ଆୟତକାର କାଚଖଣ୍ଡ ମଧ୍ୟରେ ଆଲୋକ କିପରି ଭାବରେ ପ୍ରତିଶୃତ ହୋଇଥାଏ ସେ ବିଷୟରେ ଆମେ ଜାଣିଛୁ। ଆଉ ଏବେ ଗୋଟିଏ ସ୍ୱଚ୍ଛ ପ୍ରିଜିମ୍ ମଧ୍ୟରେ କିପରି ଆଲୋକ ପ୍ରତିଶୃତ ହୋଇଥାଏ ତା ବିଷୟରେ ଜାଣିବା। ଏହି ଚିତ୍ରଟିକୁ ଦେଖ। ଏହି ଚିତ୍ରରେ ଆମେ ପ୍ରିଜିମ୍ ମଧ୍ୟରେ ଆଲୋକର ପ୍ରତିସରଣକୁ ଦେଖୁଛୁ। ଏଠାରେ ଦେଖ, PQ ହେଉଛି ଆପତିତ ରଶ୍ମି। ଏହା ପ୍ରିଜିମ୍ର ପ୍ରଥମ ପୃଷ୍ଠ AB ଉପରେ E ବିନ୍ଦୁରେ ପଡ଼ୁଛି। ଏଠାରେ PE ହେଉଛି ଆପତିତ ରଶ୍ମି ଏବଂ EF ହେଉଛି ପ୍ରତିସରିତ ରଶ୍ମି। E ବିନ୍ଦୁରେ ଆଲୋକ ପ୍ରିଜିମ୍ ଭିତରକୁ ପ୍ରବେଶ କରିବା ସମୟରେ ଦିଗର ପରିବର୍ତ୍ତନ କରୁଛି। ପୁଣି F ବିନ୍ଦୁରେ ପ୍ରିଜିମ୍ରୁ ବାହାରିବା ସମୟରେ ଆଲୋକର ଦିଗ ପୁଣି ପରିବର୍ତ୍ତନ ହେଉଛି। ଆଉ ଏଠାରେ FS ହେଉଛି ନିର୍ଗତ ରଶ୍ମି। ଏଠାରେ A ହେଉଛି ପ୍ରିଜିମ୍ର କୋଣ, I ହେଉଛି ଆପତିତ କୋଣ, R ହେଉଛି ପ୍ରତିସରଣ କୋଣ ଆଉ E ହେଉଛି ନିର୍ଗତ କୋଣ, ଆଉ D କୁ ଆମେ ବିଚ୍ୟୁତି କୋଣ ବୋଲି କହିଥାଉ। ଅର୍ଥାତ୍ ପ୍ରିଜିମ୍ ମଧ୍ୟରେ ଆଲୋକ ଦୁଇଥର ପ୍ରତିସରଣ ହେବା ଯୋଗୁଁ ଆଲୋକର ମୂଳ ଦିଗରୁ ଏକ ନିର୍ଦ୍ଦିଷ୍ଟ କୋଣରେ ବିଚ୍ୟୁତି ହୋଇଥାଏ ବା ଏଙ୍ଗେଲ ଅଫ୍ ଡେଭିଏସନ୍, ଯାହାକୁ କି ଏଠି D ବୋଲି ଦେଖାଯାଇଛି, ଏହି D କୋଣ ବୋଲି କହିଥାଉ। ଚାଲ ଏବେ ପ୍ରିଜିମ୍ ଦ୍ୱାରା ଧଳା ଆଲୋକର ପ୍ରକୀର୍ଣ୍ଣନ ବିଷୟରେ ଜାଣିବା। ଏହି ଚିତ୍ରଟିକୁ ଦେଖ। ଗୋଟିଏ କାଚ ପ୍ରିଜିମ୍ ଧଳା ଆଲୋକଟିକୁ 7ଟି ବର୍ଣ୍ଣରେ ବିଭକ୍ତ କରୁଛି। ଆଉ ଏଠାରେ ଦେଖ, ପ୍ରତିସରଣ ହେବା ସମୟରେ 7ଟି ବର୍ଣ୍ଣ ବିଭିନ୍ନ କୋଣରେ ବଙ୍କେଇ ଯାଉଛନ୍ତି, ତେଣୁ ବର୍ଣ୍ଣଗୁଡ଼ିକ ପରସ୍ପରଠାରୁ ଅଲଗା ହୋଇଯାଉଛନ୍ତି। ଏଇ ଯେଉଁ ଧଳା ଆଲୋକଟି ବିଭାଜନ ହେଉଛି ତା ଦ୍ୱାରା ଯେଉଁ 7ଟି ରଙ୍ଗ ସୃଷ୍ଟି ହେଉଛି, ଏହି ବିଭାଜନକୁ ଆଲୋକର ପ୍ରକୀର୍ଣ୍ଣନ ବା ଡିସ୍ପର୍ସନ ଅଫ୍ ଲାଇଟ୍ ବୋଲି କୁହାଯାଏ। ଆଉ ଏଠାରେ ଦେଖ, ଲାଲ ରଙ୍ଗଟି ସବୁଠାରୁ କମ୍ ବାଙ୍କୁଛି ଆଉ ବାଇଗଣୀ ରଙ୍ଗଟି ସବୁଠାରୁ ଅଧିକ ବାଙ୍କୁଛି। ଧଳା ଆଲୋକ ପ୍ରିଜିମ୍ ମଧ୍ୟ ଦେଇ ଗତି କଲେ ଏହା 7ଟି ରଙ୍ଗରେ ବିଭକ୍ତ ହୋଇଥାଏ। ଏହି 7ଟି ରଙ୍ଗକୁ ମନେ ରଖିବା ପାଇଁ ଆମେ ଭିଗ୍ରୋ ଶବ୍ଦକୁ ବ୍ୟବହାର କରିଥାଉ। ଏଠାରେ V ର ଅର୍ଥ ହେଉଛି ଭାୟୋଲେଟ୍, I ର ଅର୍ଥ ହେଉଛି ଇଣ୍ଡିଗୋ, B ର ଅର୍ଥ ହେଉଛି ବ୍ଲୁ, G ର ଅର୍ଥ ହେଉଛି ଗ୍ରୀନ୍, Y ର ଅର୍ଥ ହେଉଛି ୟେଲୋ, O ମାନେ ଅରେଞ୍ଜ ଏବଂ R ର ଅର୍ଥ ହେଉଛି ରେଡ୍। ଧଳା ଆଲୋକର ଏହିପରି 7ଟି ରଙ୍ଗରେ ବିଭାଜନକୁ ଆଲୋକର ବର୍ଣ୍ଣ ବିକ୍ଷେପଣ, ଯାହାକୁ କି ଆମେ ଆଲୋକର ପ୍ରକୀର୍ଣ୍ଣନ ବୋଲି କହିଥାଉ ବା ଡିସ୍ପର୍ସନ ଅଫ୍ ଲାଇଟ୍ ବୋଲି ତାକୁ କୁହାଯାଇଥାଏ। ଏବେ ଚାଲ ଜାଣିବା ସାର୍ ଆଇଜାକ୍ ନ୍ୟୁଟନଙ୍କ ପ୍ରିଜିମ୍ ପରୀକ୍ଷଣ ବିଷୟରେ। ପ୍ରଥମେ ନ୍ୟୁଟନ ଗୋଟିଏ ପ୍ରିଜିମ୍ ମଧ୍ୟରେ ସୂର୍ଯ୍ୟାଲୋକକୁ ପାସ୍ କରିଥିଲେ ଆଉ ଦେଖିଲେ ଧଳା ଆଲୋକଟି 7ଟି ରଙ୍ଗରେ ବିଭକ୍ତ ହୋଇଯାଉଛି। ଏହି 7ଟି ରଙ୍ଗର ସମୂହକୁ ବର୍ଣ୍ଣାଳୀ ବା ସ୍ପେକ୍ଟ୍ରମ୍ କୁହାଯାଏ। ଏହି ରଙ୍ଗଗୁଡ଼ିକୁ ଆମେ ମନେ ରଖିବା ପାଇଁ ଭିଗ୍ରୋକୁ ବ୍ୟବହାର କରୁ।
ଏହାପରେ ନ୍ୟୁଟନ ଏହି 7ଟି ରଙ୍ଗକୁ ଦ୍ୱିତୀୟ ପ୍ରିଜିମ୍ ମଧ୍ୟରେ ପ୍ରବେଶ କରାଇଲେ। ଯେତେବେଳେ ଦ୍ୱିତୀୟ ପ୍ରିଜିମ୍କୁ ପ୍ରଥମ ପ୍ରିଜିମ୍ ସହ ସମାନ ଦିଗରେ ସେ ରଖିଲେ, ରଙ୍ଗଗୁଡ଼ିକ ଆହୁରି ବିଚ୍ୟୁତ ହୋଇଗଲା। କିନ୍ତୁ ଦ୍ୱିତୀୟ ପ୍ରିଜିମ୍କୁ ଓଲଟାଇକି ଯେତେବେଳେ ସେ ରଖିଲେ, 7ଟି ରଙ୍ଗ ପୁଣି ଏକାଠି ହୋଇ ଧଳା ରଙ୍ଗ ସୃଷ୍ଟି କରୁଛି। ଏଥିରୁ ନ୍ୟୁଟନ ପ୍ରମାଣ କଲେ ଯେ ଧଳା ରଙ୍ଗର ଆଲୋକଟି ଅନେକ ରଙ୍ଗର ମିଶ୍ରଣରେ ସୃଷ୍ଟି ହୋଇଥାଏ। ତମେ ଆକାଶରେ ଇନ୍ଦ୍ରଧନୁ ଦେଖିଥିବ, ଆଉ ସେ ଇନ୍ଦ୍ରଧନୁ ହେଉଛି ପ୍ରକୀର୍ଣ୍ଣନର ଏକ ପ୍ରାକୃତିକ ଉଦାହରଣ। ବର୍ଷା ପରେ ଆକାଶରେ ଥିବା କ୍ଷୁଦ୍ର ଜଳକଣା ଗୁଡ଼ିକ ଛୋଟ ପ୍ରିଜିମ୍ ପରି କାମ କରିଥାନ୍ତି। ସୂର୍ଯ୍ୟାଲୋକ ଯେତେବେଳେ ଏହି ଜଳକଣା ଭିତରକୁ ପ୍ରବେଶ କରିଥାଏ, ପ୍ରଥମେ ପ୍ରତିସରଣ ଓ ପ୍ରକୀର୍ଣ୍ଣନ ହୋଇଥାଏ। ତାପରେ ଆଲୋକ ଜଳକଣା ଭିତରେ ଆଭ୍ୟନ୍ତରୀଣ ପ୍ରତିଫଳନ କରିଥାଏ, ଯାହାକୁ କି ଆମେ ଇଣ୍ଟରନାଲ ରିଫ୍ଲେକ୍ସନ କରୁଛି ବୋଲି କହିଥାଉ। ତାପରେ ସେଇ ଜଳକଣାରୁ ଆଲୋକ ବାହାରିବା ସମୟରେ ପୁଣି ଥରେ ପ୍ରତିଶ୍ରୁତ ହୋଇଥାଏ, ଫଳରେ ଆମକୁ 7ଟି ବର୍ଣ୍ଣ ଦେଖାଯାଇଥାଏ। ତାପରେ ଏଇ ଚିତ୍ରଟିକୁ ଦେଖ, ଖରାଦିନେ ଜଳପ୍ରପାତ ବା ଝରଣା ପାଖରେ ଆମେ ଇନ୍ଦ୍ରଧନୁ ଦେଖିଥାଉ। ଆଉ ଏଇ ଇନ୍ଦ୍ରଧନୁକୁ ଆମେ ଦେଖିବା ପାଇଁ ସୂର୍ଯ୍ୟଙ୍କୁ ପଛ କରି ଜଳକଣା ଆଡ଼କୁ ଚାହିଁବା ଆବଶ୍ୟକ। ଏଠାରେ ମଧ୍ୟ ବାୟୁରେ ଉଡୁଥିବା କ୍ଷୁଦ୍ର ଜଳକଣା ଗୁଡ଼ିକ ପ୍ରିଜିମ୍ ପରି କାମ କରିଥାନ୍ତି, ତେଣୁ ଆମକୁ ଇନ୍ଦ୍ରଧନୁ ଦେଖାଯାଇଥାଏ। ତାପରେ ଚାଲ ଆମ ବାୟୁମଣ୍ଡଳରେ କିପରି ଭାବରେ ପ୍ରତିସରଣ ହୋଇଥାଏ, ଯାହାକୁ କି ଆମେ ବାୟୁମଣ୍ଡଳୀୟ ପ୍ରତିସରଣ ବୋଲି କହିଥାଉ, ଏହା କିପରି ହୋଇଥାଏ ସେ ବିଷୟରେ ଜାଣିବା। ତମେ ଲକ୍ଷ୍ୟ କରିଥିବ, ନିଆଁ ଉପରେ ଥିବା ବସ୍ତୁ ଗୁଡ଼ିକ ମିଞ୍ଜି ମିଞ୍ଜି ବା ଥରିଲା ପରି ଦେଖାଯାଇଥାନ୍ତି। ଏହାର କାରଣ ହେଉଛି ବାୟୁମଣ୍ଡଳୀୟ ପ୍ରତିସରଣ। ନିଆଁ ଉପରେ ବାୟୁ ଗରମ ହେଲେ ହାଲୁକା ଓ କମ୍ ସାନ୍ଦ୍ରତାର ହୋଇଯାଇଥାଏ। ଗରମ ଓ ଥଣ୍ଡା ବାୟୁର ସ୍ତର ବାରମ୍ବାର ବଦଳୁଥିବାରୁ ଆଲୋକ ପ୍ରତିସରଣ ମଧ୍ୟ ବାରମ୍ବାର ବଦଳିଥାଏ, ଫଳରେ ବସ୍ତୁର ଆଭାସୀ ଅବସ୍ଥିତି ମଧ୍ୟ ବଦଳୁଥାଏ। ସେଥିପାଇଁ ବସ୍ତୁକୁ ଆମେ ମିଞ୍ଜି ମିଞ୍ଜି ବା ଥରିଲା ପରି ଦେଖିଥାଉ। ଏହିପରି ତାରାମାନେ ମଧ୍ୟ ଆଲୋକର ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ଦପ୍ ଦପ୍ ହେଲା ପରି ଦେଖାଯାଆନ୍ତି। ତାହେଲେ ତାରାମାନେ କାହିଁକି ଦପ୍ ଦପ୍ କରିଥାନ୍ତି, ଚାଲ ସେ ବିଷୟରେ ଡିଟେଲ୍ସରେ ଜାଣିବା। ଆକାଶରେ ତାରାମାନେ ଦପ୍ ଦପ୍ କରୁଥିବାର ଦେଖିଥିବ। ଏହା କାହିଁକି ଦେଖାଯାଉଛି? ଏହା ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ଏପରି ଦେଖାଯାଉଛି। ତାରାମାନଙ୍କ ଠାରୁ ଆସୁଥିବା ଆଲୋକମଣ୍ଡଳ ବିଭିନ୍ନ ସ୍ତର ଦେଇ ଆସିବା ସମୟରେ ବାରମ୍ବାର ପ୍ରତିସରଣ ହୋଇଥାଏ, କାରଣ ବାୟୁମଣ୍ଡଳର ବିଭିନ୍ନ ସ୍ତରର ତାପମାତ୍ରା, ଘନତା ଓ ପ୍ରତିସରଣାଙ୍କ ସମାନ ହୋଇନଥାଏ। ତେଣୁ ଆଲୋକର ରଶ୍ମି ବାରମ୍ବାର ବାଙ୍କି ଯାଇଥାଏ ଏବଂ ତାରାର ଆଭାସୀ ଅବସ୍ଥାନ ମଧ୍ୟ ବଦଳୁଥାଏ। ଏହି ସମୟରେ ଆମ ଆଖିରେ ପଡୁଥିବା ଆଲୋକର ପରିମାଣ ମଧ୍ୟ ବାରମ୍ବାର ବଦଳିଥାଏ, ତେଣୁ ତାରାମାନେ ଆମକୁ ଦପ୍ ଦପ୍ କରୁଥିଲା ପରି ଦେଖାଯାଆନ୍ତି। ଆକାଶରେ ଥିବା ତାରାମାନେ ତ ଦପ୍ ଦପ୍ କରନ୍ତି, କିନ୍ତୁ ସେଇ ଆକାଶରେ ଗ୍ରହମାନେ ବି ଅଛନ୍ତି, ତାହେଲେ ସେମାନେ କାହିଁକି ଦପ୍ ଦପ୍ କରନ୍ତି ନାହିଁ? ଏହାର ମୁଖ୍ୟ କାରଣ ହେଉଛି ତାରା ଆମଠାରୁ ବହୁତ ଦୂରରେ ଥିବାରୁ ବିନ୍ଦୁ ଆଲୋକ ଉତ୍ସ ପରି ଦେଖାଯାଏ, କିନ୍ତୁ ଗ୍ରହ ଗୁଡ଼ିକ ଆମର ନିକଟରେ ଥିବାରୁ ବିସ୍ତୃତ ଆଲୋକ ପରି ଦେଖାଯାଆନ୍ତି। ଏହି ଗ୍ରହମାନଙ୍କ ପାଖରୁ ଆସୁଥିବା ଆଲୋକ ବାୟୁମଣ୍ଡଳ ଦେଇ ଆସିବା ସମୟରେ ପ୍ରତ୍ୟେକ ବିନ୍ଦୁର ଆଲୋକର ତୀବ୍ରତା କିଛି ବଢ଼ିପାରେ କିମ୍ବା କମିପାରେ, କିନ୍ତୁ ଏହି ପରିବର୍ତ୍ତନର ହାରାହାରି ପ୍ରଭାବ ପରସ୍ପରକୁ ସମତୁଲ୍ୟ କରିଦେଇଥାଏ। ତେଣୁ ଗ୍ରହରୁ ଆସୁଥିବା ମୋଟ ଆଲୋକର ପରିମାଣ ପ୍ରାୟ ସ୍ଥିର ରହିଥାଏ। ସେଥିପାଇଁ ଗ୍ରହମାନେ ତାରାଙ୍କ ପରି ଦପ୍ ଦପ୍ କରୁଥିବାର ଦେଖାଯାଆନ୍ତି ନାହିଁ। ବାୟୁମଣ୍ଡଳୀୟ ପ୍ରତିସରଣ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତକୁ କିପରି ଭାବରେ ପ୍ରଭାବିତ କରିଥାଏ, ଚାଲ ସେ ବିଷୟରେ ଜାଣିବା। ପ୍ରକୃତରେ ସୂର୍ଯ୍ୟ ଦିଗ୍ବଳୟ ତଳେ ଥିବା ସମୟରେ ମଧ୍ୟ ତାଙ୍କଠାରୁ ଆସୁଥିବା ଆଲୋକ ବାୟୁମଣ୍ଡଳୀୟ ବିଭିନ୍ନ ସ୍ତର ଦେଇ ଆସିବା ସମୟରେ ପ୍ରତିସରଣ ହୋଇ ବଙ୍କି ଯାଇଥାଏ। ଏହି କାରଣରୁ ସୂର୍ଯ୍ୟ ତାର ପ୍ରକୃତ ଅବସ୍ଥାନଠାରୁ ସାମାନ୍ୟ ଉପରେ ଥିବା ଭଳି ଦେଖାଯାଇଥାଏ। ଏହା ଫଳରେ ପ୍ରକୃତ ସୂର୍ଯ୍ୟୋଦୟର ପ୍ରାୟ 2 ମିନିଟ୍ ପୂର୍ବରୁ ଆମକୁ ସୂର୍ଯ୍ୟ ଦେଖାଯାଇଥାଏ, ଆଉ ସୂର୍ଯ୍ୟାସ୍ତ ପରେ ପ୍ରାୟ 2 ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯାଇଥାଏ। ତେଣୁ ତମେ ମନେ ରଖ, ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ସୂର୍ଯ୍ୟୋଦୟ ଟିକେ ଆଗକୁ ଏବଂ ସୂର୍ଯ୍ୟାସ୍ତ ଟିକେ ପରେ ଦେଖାଯାଏ।
ଚାଲ ଏବେ ଆଲୋକର ବିଚ୍ଛୁରଣ ବିଷୟରେ ଜାଣିବା। ଯେତେବେଳେ ଆଲୋକ ପରିବେଶରେ ଥିବା ବିଭିନ୍ନ କଣିକା ସହ ପ୍ରତିକ୍ରିୟା କରିଥାଏ, ସେତେବେଳେ ଆଲୋକ ତାର ମୂଳ ଦିଗରୁ ବିଭିନ୍ନ ଦିଗକୁ ବିଚ୍ଛୁରିତ ହୋଇଥାଏ। ଏହି ଘଟଣାକୁ ଆଲୋକର ବିଚ୍ଛୁରଣ କୁହାଯାଏ। ଆମେ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର ଅନେକ ଉଦାହରଣକୁ ଦେଖିଥାଉ, ଯେପରିକି ଆକାଶ ନୀଳ ଦେଖାଯିବା, ଗଭୀର ସମୁଦ୍ର ଜଳ ନୀଳ ଦେଖାଯିବା, ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଲାଲ ଦେଖାଯିବା। ତେଣୁ ମନେ ରଖ, ଆଲୋକର କଣିକା ସହ ପ୍ରତିକ୍ରିୟା ହୋଇ ବିଭିନ୍ନ ଦିଗକୁ ବିଚ୍ଛୁରିତ ହେବାକୁ ଆଲୋକର ବିଚ୍ଛୁରଣ କୁହାଯାଏ। ବିଶୁଦ୍ଧ ଦ୍ରବଣ ଏବଂ କଲୋଏଡାଲ ଦ୍ରବଣ ମଧ୍ୟରେ ଆଲୋକର ବିଚ୍ଛୁରଣ ମଧ୍ୟରେ ତଫାତ କ'ଣ ହୋଇଥାଏ? ପ୍ରଥମେ ବିଶୁଦ୍ଧ ଦ୍ରବଣଟିକୁ ଦେଖ। ଏଥିରେ ଥିବା କଣିକା ଗୁଡ଼ିକ ଅତି କ୍ଷୁଦ୍ର ହୋଇଥାନ୍ତି, ତେଣୁ ସେଗୁଡ଼ିକ ଆଲୋକକୁ ପ୍ରାୟ ବିଚ୍ଛୁରଣ କରନ୍ତି ନାହିଁ। କଲୋଏଡାଲ ଦ୍ରବଣ ଗୁଡ଼ିକ ବିଶୁଦ୍ଧ ଦ୍ରବଣ ତୁଳନାରେ ବଡ଼ ହୋଇଥାନ୍ତି, ତେଣୁ ଏହି କଣିକା ଗୁଡ଼ିକ ଆଲୋକକୁ ବିଚ୍ଛୁରିତ କରନ୍ତି। ଏହା ଫଳରେ ଆମେ ଆଲୋକର ଗତିପଥକୁ ସ୍ପଷ୍ଟ ଭାବରେ ଦେଖିପାରିଥାଉ। ଚାଲ ଏବେ ଟିଣ୍ଡାଲ ପ୍ରଭାବ, ଯାହାକୁ କି ଆମେ ଟିଣ୍ଡାଲ ଇଫେକ୍ଟ ବୋଲି କହିଥାଉ, ଏହା ବିଷୟରେ ଜାଣିବା। ଯେତେବେଳେ ଆଲୋକ କଲୋଏଡାଲ କଣିକା ଦ୍ୱାରା ବିଚ୍ଛୁରିତ ହୋଇ ଆମ ଆଖିରେ ପହଞ୍ଚିଥାଏ, ସେତେବେଳେ ଆମେ ଆଲୋକର ଗତିପଥକୁ ଦେଖିପାରିଥାଉ। ଏହାକୁ ଟିଣ୍ଡାଲ ପ୍ରଭାବ ବା ଟିଣ୍ଡାଲ ଇଫେକ୍ଟ ବୋଲି କୁହାଯାଏ। ଏହାର ଉଦାହରଣ ସ୍ୱରୂପ, ଧୂଆଁପୂର୍ଣ୍ଣ କୋଠରୀରେ ଝରକା ଦେଇ ସୂର୍ଯ୍ୟାଲୋକ ପ୍ରବେଶ କଲେ ଆମେ ଆଲୋକକୁ ସ୍ପଷ୍ଟ ଭାବରେ ଦେଖିପାରୁ। ସେହିଭଳି ଘନ ଜଙ୍ଗଲରେ କୁହୁଡ଼ି ବା ସୂକ୍ଷ୍ମ ଜଳକଣା ଯୋଗୁଁ ସୂର୍ଯ୍ୟକିରଣର ପଥ ଦେଖାଯାଇଥାଏ। ଆହୁରି ମଧ୍ୟ ଜାଣି ରଖ ଯେ ବିଚ୍ଛୁରିତ ଆଲୋକର ରଙ୍ଗ ମୁଖ୍ୟତଃ କଣିକାର ଆକାର ଉପରେ ନିର୍ଭର କରିଥାଏ। ଯଦି କଣିକାଟି ଅତି କ୍ଷୁଦ୍ର ହେଲା, ତାହେଲେ ତାହା କମ୍ ତରଙ୍ଗ ଦୈର୍ଘ୍ୟର ନୀଳ ଆଲୋକକୁ ଅଧିକ ବିଚ୍ଛୁରିତ କରିଥାଏ। ଆଉ କଣିକାଟି ଯଦି ବଡ଼ ହେଲା, ତାହେଲେ ତାହା ଅଧିକ ତରଙ୍ଗ ଦୈର୍ଘ୍ୟର ଆଲୋକକୁ ମଧ୍ୟ ବିଚ୍ଛୁରିତ କରିଥାଏ। ଆଉ କଣିକାଟି ଯଦି ବହୁତ ବଡ଼ ହେଲା, ତାହେଲେ ସମସ୍ତ ବର୍ଣ୍ଣକୁ ପ୍ରାୟ ସମାନ ଭାବେ ବିଚ୍ଛୁରିତ କରିଦେଇଥାଏ। ତେଣୁ ଆମେ ଧଳା ଆଲୋକ ଦେଖିଥାଉ। ତାହେଲେ କଣିକା ଛୋଟ ହେଲେ କେଉଁ ରଙ୍ଗ ବିଚ୍ଛୁରିତ ହେବ? ଅଧିକ ନୀଳ ରଙ୍ଗ ବିଚ୍ଛୁରିତ ହେବ। ଆଉ କଣିକାଟି ଯଦି ବଡ଼ ହେଲା, ତାହେଲେ କେଉଁ ରଙ୍ଗ ବିଚ୍ଛୁରିତ ହେବ? ପ୍ରାୟ ବହୁତ ବର୍ଣ୍ଣ ବିଚ୍ଛୁରିତ ହେବ। ଆଉ କଣିକାଟି ଯଦି ବହୁତ ବଡ଼ ହେଲା, ତାହେଲେ କେଉଁ ରଙ୍ଗ ବିଚ୍ଛୁରିତ ହେବ? ନା ଧଳା ରଙ୍ଗ ବିଚ୍ଛୁରିତ ହେବ, ଯାହାକୁ କି ଆମେ ସମସ୍ତ ବର୍ଣ୍ଣ ବିଚ୍ଛୁରିତ ହେଉଛି ବୋଲି କହିଥାଉ। ଆହୁରି ମଧ୍ୟ ତମେ ଦେଖିଥିବ, ଆକାଶଟି ଆମର ନୀଳ ଦେଖାଯାଇଥାଏ। ଏହା କ'ଣ ପାଇଁ ଦେଖାଯାଇଥାଏ? ସୂର୍ଯ୍ୟାଲୋକ ଧଳା ହେଲେ ମଧ୍ୟ ଏଥିରେ ଅନେକ ବର୍ଣ୍ଣ ରହିଥାଏ। ବାୟୁମଣ୍ଡଳରେ ଥିବା ବାୟୁର ଅଣୁ ଓ ସୂକ୍ଷ୍ମ କଣିକା ଏହି ଆଲୋକକୁ ବିଚ୍ଛୁରିତ କରିଥାନ୍ତି। ନୀଳ ଆଲୋକର ତରଙ୍ଗ ଦୈର୍ଘ୍ୟ କମ୍ ହୋଇଥାଏ, ତେଣୁ ବାୟୁର କ୍ଷୁଦ୍ର ଅଣୁଗୁଡ଼ିକ ନୀଳ ଆଲୋକକୁ ଅଧିକ ବିଚ୍ଛୁରିତ କରିଥାନ୍ତି। ଏହି ବିଚ୍ଛୁରିତ ନୀଳ ଆଲୋକଟିକୁ ଆମେ ଦେଖିଥାଉ। ସେଥିପାଇଁ ନିର୍ମଳ ଆକାଶ ଆମକୁ ନୀଳ ଦେଖାଯାଇଥାଏ। ଆଉ ଯଦି ପୃଥିବୀର ବାୟୁମଣ୍ଡଳ ନଥାନ୍ତା, ତେବେ ଆଲୋକର ବିଚ୍ଛୁରଣ ହୋଇପାରନ୍ତା ନାହିଁ। ତାହେଲେ ଆମେ ଆକାଶଟିକୁ କିପରି ଭାବରେ ଦେଖିପାରନ୍ତୁ? ଆମେ ଆକାଶଟିକୁ କଳା ରଙ୍ଗରେ ଦେଖିପାରିଥାନ୍ତୁ। ସେଥିପାଇଁ ମହାକାଶରୁ ଆକାଶ କଳା ଦେଖାଯାଇଥାଏ। ଆଉ ତମେ ଦେଖିଥିବ, ବିପଦ ସଂକେତ ପାଇଁ ଲାଲ ଆଲୋକ ବ୍ୟବହାର କରାଯାଇଥାଏ। କିନ୍ତୁ ଲାଲକୁ ହିଁ କ'ଣ ପାଇଁ ବ୍ୟବହାର କରାଯାଇଥାଏ? ଏହାର କାରଣ ହେଉଛି ଲାଲ ଆଲୋକର ତରଙ୍ଗ ଦୈର୍ଘ୍ୟ ଦୃଶ୍ୟମାନ ଆଲୋକ ମଧ୍ୟରେ ସର୍ବାଧିକ। ତେଣୁ କୁହୁଡ଼ି, ଧୂଆଁ ଓ ଧୂଳିକଣା ଦ୍ୱାରା ଏହା ଅନ୍ୟ ରଙ୍ଗ ତୁଳନାରେ କମ୍ ବିଚ୍ଛୁରିତ ହୋଇଥାଏ। ଏହା ଯୋଗୁଁ ଲାଲ ଆଲୋକ ଅଧିକ ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଦେଖାଯାଇଥାଏ। ସେଥିପାଇଁ ଟ୍ରାଫିକ୍ ସିଗ୍ନାଲ, ବିପଦ ସଂକେତ ଏବଂ ସତର୍କତା ସୂଚନା ଆଲୋକରେ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ। ଚାଲ ଏବେ ଗୋଟିଏ ସରଳ ପରୀକ୍ଷା ମାଧ୍ୟମରେ ବୁଝିବା, ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଲାଲ କାହିଁକି ଦେଖାଯାଇଥାଏ। ପ୍ରଥମେ ଏକ ଧଳା ଆଲୋକକୁ ଉତ୍ତଳ ଲେନ୍ସର ଫୋକସରେ ପକାଇବା। ଏହାଦ୍ୱାରା L1 ରୁ ବାହାରୁଥିବା ଆଲୋକ ସମାନ୍ତର ରଶ୍ମି ଗୁଚ୍ଛ ହେବ। ଏହି ଆଲୋକକୁ ସୋଡ଼ିୟମ ଥାଇସଲଫେଟ୍ ଓ ସଲଫ୍ୟୁରିକ୍ ଏସିଡ୍ ମିଶ୍ରିତ ଜଳ ଉପରେ ପକାଇବା। କିଛି ସମୟ ପରେ ଏଥିରେ ଆମେ ଦେଖିଲୁ ଯେ ଅତି କ୍ଷୁଦ୍ର କଲୋଏଡାଲ ସଲଫର କଣିକା ସୃଷ୍ଟି ହେଉଛି।
ଏହି କଣିକା ଗୁଡ଼ିକ ନୀଳ ଆଲୋକକୁ ଅଧିକ ବିଚ୍ଛୁରିତ କରୁଛି, ତେଣୁ ପାତ୍ରର ପାର୍ଶ୍ୱକୁ ନୀଳ ଆଲୋକ ଦେଖାଯାଉଛି। ଅନ୍ୟପଟେ ଯେଉଁ ଆଲୋକ କମ୍ ବିଚ୍ଛୁରିତ ହୋଇ ଆଗକୁ ଯାଉଛି ସେଥିରେ ଲାଲ ବର୍ଣ୍ଣର ପ୍ରାଧାନ୍ୟ ବଢ଼ିଯାଉଛି। ଏହା ଆମକୁ ବୁଝାଉଛି ଯେ ଛୋଟ ତରଙ୍ଗ ଦୈର୍ଘ୍ୟ ଆଲୋକ ଅଧିକ ବିଚ୍ଛୁରିତ ହୁଏ ଏବଂ ବଡ଼ ତରଙ୍ଗ ଦୈର୍ଘ୍ୟର ଆଲୋକ କମ୍ ବିଚ୍ଛୁରିତ ହୁଏ। ସେଥିପାଇଁ ମଧ୍ୟାହ୍ନରେ ସୂର୍ଯ୍ୟାଲୋକକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ତୁଳନାରେ କମ୍ ଦୂରତା ଅତିକ୍ରମ କରିବାକୁ ପଡ଼ିଥାଏ। ଏହି ସମୟରେ ସୂର୍ଯ୍ୟ ଦିଗ୍ବଳୟ ନିକଟରେ ଥାଏ, ତେଣୁ ସୂର୍ଯ୍ୟ ଆଲୋକକୁ ବାୟୁମଣ୍ଡଳ ମଧ୍ୟରେ ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼େ। ଏହି ଦୀର୍ଘ ପଥରେ ନୀଳ ଓ ଅନ୍ୟ କମ୍ ତରଙ୍ଗ ଦୈର୍ଘ୍ୟର ଆଲୋକ ଅଧିକ ବିଚ୍ଛୁରିତ ହୋଇଯାଇଥାନ୍ତି, କିନ୍ତୁ ଲାଲ ଆଲୋକର ତରଙ୍ଗ ଦୈର୍ଘ୍ୟ ଅଧିକ ହୋଇଥିବାରୁ ଏହା କମ୍ ବିଚ୍ଛୁରିତ ହୋଇଥାଏ ଏବଂ ଅଧିକ ପରିମାଣରେ ଆମ ଆଖିରେ ପହଞ୍ଚିଥାଏ। ତେଣୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଆମକୁ ଲାଲ ଦେଖାଯାଇଥାଏ। ଆଉ ଯଦି କାହାର କିଛି ଡାଉଟ୍ ଥାଏ ତାହେଲେ କମେଣ୍ଟରେ ଜଣାଇବ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବନି।